ମୁଁ ପ୍ରଥମେ ତମକୁ ଫୋନ କଲି ନ୍ୟୁଜ କରିବା ପୂର୍ବରୁ ଦିଦି ଦିଟା ଭିଡିଓ ଅଛି ଆଉ ଆପଣଙ୍କୁ ମୁଁ ଦେଖେଇବା ପାଇଁ ଚାହୁଁଛି ବୋଲି କହିଲି। ମୋ କଥା ଶୁଣିଲ କି? ଛାଡ ବାବୁ ବୋଇଲି ନା ମୁଁ ଶତ୍ରୁ କି ଦିଦି ତମର? ଏଟା ଏକା ମୁଁ ପଚାରୁଛି ବାବୁ। ତମେ ମୋ ସହିତ ଭଲରେ କଥା ହବ। ମୁଁ କହିଲି ବୋଇଲେ ନାଇଁ ବାବୁ ଗୋଟେ କଥା କହିଲା କୋଉଟା ଦେଖିବି ଆଗ ବୋଲି ଆଇଲ କି ମୋ ପାଖକୁ? ମତେ ସେଣ୍ଡ କରିଦିଅ ବୋଲା ସେ ଭିଡିଓ ଯାକ ସେଣ୍ଡ କରାହବ କେବେ? ସେତେ ରାତିରେ କୋଉଠି ଖାଇବି ସକାଳ ଗଲା ବେଳକୁ ତମେ ନଥିଲ ପରା। ନାଇଁ କହିଥାନ୍ତ ନା ମୁଁ ସକାଳ ଆଇବି ବାବୁ ମୁଁ ଦେଖିବି ବୋଲି କହିଥାନ୍ତ ନା। ତାପରେ ଯୋଗାଯୋଗ ବି ମତେ କଲନି। ହେଲେ ତମ ସହିତ ମୋର ଭଲ ସମ୍ପର୍କ ଥାଇକି ତମର ଆଉ ଇଏ ଏକା ମୁଁ ନ୍ୟୁଜ କରିବି କି? ନାଇଁ ଏବେ ଛାଡିଦେଲ କି ଯେ ସବୁ ଯାକ? ନାଇଁ ନାଇଁ ଛଡାଏନି। ଛଡା ହେଇନି ପ୍ରା? ନାଇଁ ନାଇଁ। ହଉ ଯେତିକି ଅଛି ସେତିକି ଶାନ୍ତିରେ ରୁହ ବାବୁ। ହଉ କି? ଦିଦି ନମସ୍କାର ଦିଦି। ନମସ୍କାର ବାବୁ। ବାବୁ ଆଉ କଣ ବୋଲି କହିଗଲ ଡବ୍ଲ୍ୟୁ ସାର୍ ଙ୍କୁ? କଣ କହିବି କିଛି କହିନି ତ। ହଷ୍ଟେଲ ର କଣ ଫଟୋ ଯାକ ମତେ ଅଛି ମୁଁ ଛାଡିବି ବୋଲିକି କହିଲ ପୁଣି। ନାଇଁ ତ ମୁଁ ମତେ କହିଲି ସେମିତି ବୋଲି କହିଲେ ଯେ ମୁଁ କାନ୍ଦିକି ରହିଛି ସେମିତି କରନି ବାବୁ ଆମେ ସବୁ କେତେ ହେଲେ ମଧ୍ୟ ଆମର ଗୋଟେ କେଷ୍ଟ ବୋଲି ନିଜ ଲୋକ ଏକା ନା। ଆପଣଙ୍କୁ ମୁଁ ପ୍ରଥମେ କହିଲି ଦିଦି ମୋର ମୋଠି ଶାଶୁଘର ଆଙ୍କର ଲୋକ ନା ବାବୁ ତାଙ୍କେ ବିଜାତି ଲୋକ ମାନଙ୍କର କଥା ଶୁଣି କରୁଛେ ସେ ସ୍ୱର୍ଣ୍ଣ ବି ଆମର ଆକା ନା ବାବୁ। ଦିଦି ଶୁଣ ମୁଁ ପ୍ରଥମେ ଫୋନ କଲି ଭିଡିଓ ମୋ ପାଖରେ ଅଛି ବୋଲି କହିଲି ନା। ତମେ ଶୁଣିଲ କି ମୋର କଥା ମତେ ସେଣ୍ଡ କରିଦିଅ ଭଲ। ମୁଁ ଦେଖିଲେ ସିନା ଜାଣିବି ମୁଁ ତ ଦେଖେଇବି କେତେ ବୋଲି ଦୂର ଯାଇ କହିଲି। ଦୁର୍ଦାନ୍ତ ହେଇଛି ବୋଲି ମତେ କିଏ ଜଣେ ବାବୁ। ମୁଁ ଆମେ ଦେଖେଇବି ଏତେ ବୋଲି କହିଲି ପରା। ଏମିତି ଷଡଯନ୍ତ୍ର କରିବା ଲୋକ ନାହିଁ ସେ ଯାକୁ ମୁଁ ଜାଣି ପାରୁନି। ନହେଲେ ସେତିକି ଆମେ ବି ପ୍ରୁଫ ରଖିଥାନ୍ତୁ ଆମେ ରଖିନୁ ବୋଲି କହିଲି ନା ମୁଁ। ନାଇଁ ନାଇଁ ମୁଁ ତ ତମକୁ ଦେଖେଇବି ବୋଲି କହିଲି ତମେ ମତେ ସେଣ୍ଡ କର ବୋଲି କହିଲ। ଦେଖେଇବି ବୋଲି କୋଉଠିକି ଆହୁରି ମୁଁ ତ ଦେଖିବି ବୋଲି କି ଆଇଲି ଦୋକାନ ବନ୍ଦ ଥିଲା। ସେମିତି କରନି ବାବୁ। ହଉ ରଖ ତମେ କାନ୍ଦିଲେ ମୁଁ ଆଉ କିଛି କଥା ହେଇପାରିବିନି। ନାଇଁ ମୁଁ ରଖୁନି ମାନେ ଏମିତି ଯାକ କରିବ ବୋଲି ମତେ କୋଉଠିକି ଯା ବୋଲି ବି ପଳେଇବି ଚାକିରି ଛଡା ମତେ କିଛି ନାହିଁ। ତମେ କାନ୍ଦିଲେ ମୁଁ କଥା ହେବିନି ରଖୁଛି।